ବିଜେଡି ଭଗାଓ କଂଗ୍ରେସ ଲାଓ ଏଭଳି ଏକ ନଜିର କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା ଭଦ୍ରକ ପୌରପାଳିକା 23 ନମ୍ବର ୱାର୍ଡରେ। ଯୁବନେତା ତଥା ପୂର୍ବତନ କାଉନ୍ସିଲର शेख ମଇରୁଦ୍ଦିନ ଓରଫ କଲାମ କଂଗ୍ରେସର ଲୋକପ୍ରିୟ ପ୍ରାର୍ଥୀ ଅସିତ ପଟ୍ଟନାୟକ ପ୍ରାର୍ଥୀତ୍ୱକୁ ସମର୍ଥନ କରି ପୁଣି ଥରେ କଂଗ୍ରେସ ସାମିଲ ହୋଇଛନ୍ତି, ଯାହାଦ୍ୱାରା କଂଗ୍ରେସ ଦଳର ବେଶ ଦବଦବା ଦେଖିବାକୁ ମିଳିଛି। ଅନ୍ୟପଟେ ଭଦ୍ରକ ବିଧାନସଭା କ୍ଷେତ୍ରରେ ଭଦ୍ରକ ପୌରାଞ୍ଚଳରେ ଅସିତଙ୍କ ସମର୍ଥନ ଶୀର୍ଷରେ ପହଞ୍ଚିଥିବା ବେଳେ ଭଦ୍ରକ ବିଧାନସଭା ଆସନ ଏଥର କଂଗ୍ରେସର ବୋଲି ଚର୍ଚ୍ଚା ଜୋର ଧରିଛି। ଏଠିକାର ବର୍ତ୍ତମାନ ହାୱା ଯେ ଅଲଗା ଦଳରୁ କ୍ୟାଣ୍ଡିଡେଟ୍ ହେଇଛନ୍ତି, ଆପଣଙ୍କର ବିଜେଡିରୁ ପ୍ରଫୁଲ୍ଲ ସାମଲ ସେ ଇଡି ନୋଟିସ୍ରେ ଅଛନ୍ତି। ଆଉ ସେକେଣ୍ଡ ହେଇଗଲେ ଆମର ବିଜେପି କ୍ୟାଣ୍ଡିଡେଟ୍ ଯେଉଁ ଚନ୍ଦୁବାବୁ ଛିଡ଼ା ହେଇଛନ୍ତି, ସେ ତ ଜାଣିଛନ୍ତି ଆପଣ ତାଙ୍କର ବେପାର କ'ଣ, ମଦ ବେପାର। ବର୍ତ୍ତମାନ ଯେଉଁ ବୁଲୁ ବାବୁ ଯୁଗଳ ବାବୁଙ୍କ ପୁଅ ଯିଏ ଭଦ୍ରକ ପାଇଁ ବହୁତ କିଛି କରିଛନ୍ତି, ଓମେନ୍ସ କଲେଜ, ସାଳନ୍ଦୀ କଲେଜ, ଆପଣଙ୍କର ଚରମ୍ପା କଲେଜ, ବହୁତ ଜିନିଷ କରିଛନ୍ତି, ପାଠ ଉପରେ ବହୁତ ତାଙ୍କର ଡେଭଲପମେଣ୍ଟ କରିଛନ୍ତି ଭଦ୍ରକ ଉପରେ। ତାଙ୍କର ପୁଅ ବୁଲୁ ବାବୁ ସେ ବର୍ତ୍ତମାନ ଭଦ୍ରକରେ କଂଗ୍ରେସର ପ୍ରାର୍ଥୀ ହୋଇଥିଲେ। ଆଉ ଭଦ୍ରକବାସୀ ଉଣାବଜାରବାସୀ ସେ ବର୍ତ୍ତମାନ ବୁଲୁ ବାବୁଙ୍କ ଏତେ ପ୍ରେମର ଅଛନ୍ତି ଯେ ସେ ପାଖାପାଖି ଏଠି 90% ଭୋଟ ପୁଣାବଜାରରୁ ନେବେ। ହେଲେ ବର୍ତ୍ତମାନ ଭଦ୍ରକରେ ଚେଞ୍ଜ ଦରକାର। 25 ବର୍ଷ ହେଇଗଲା ଯେଉଁ ବିଜେଡି ସରକାର ଏଠି ଯେଉଁ ଦୁର୍ନୀତି ଚଲେଇଛି ତାକୁ ସମାପ୍ତ କରିବା ପାଇଁ ବର୍ତ୍ତମାନ ଆମର ଗୋଟିଏ ଲଢ଼ୁଆ ପୁଅ ବୁଲୁ ବାବୁ ସେ ବର୍ତ୍ତମାନ ଭଦ୍ରକରେ କଂଗ୍ରେସରୁ ଛିଡ଼ା ହେଇଛନ୍ତି। ତାଙ୍କୁ ଏଠି ମାନେ ବହୁତ ମାତ୍ରାରେ ବିପୁଳ ମାତ୍ରାରେ ତାଙ୍କୁ ଭୋଟ ଦେଇ ଏଠି ଜିତେଇବେ। ବ୍ୟୁରୋ ରିପୋର୍ଟ, स्वतंत्र न्यूज।